एकादश स्कंद ऊनविंश अध्याय श्री भगवान उवाच ए बोलती प्रभु नारायण शुण एव कत निपुण ए जेवान प्रस्तर लक्षण ता कहवा एवं शुण जेबे चलिब वनवासे पत्नी निवेशी पुत्र पासे पुत्र नथिले घेनी संगे निज आयुष बेनी भागे बने बखिब कंदमूल पिंधिब वृक्षर बकल शयन अर्ध शुष्क पत्रे अखंड नखल गात्रे ए अंग दर्शन नमाजिब मन चंचल न करिव उत्तम पुण्य तीर्थ जले स्नान करिव तिनि काले ए पंच अनल ग्रीष्म काले ताप सहिब तप बले बरषा काले बरषण सहिब समस्त कषण आकंठ मग्ने शीत काले रात्रे बंचिब शीत जले एमते नाना दुख सही तप करिब बने थाई जेवा शाक कंदमूल बने मिलिब जेवा फल अग्नि तपने करी पाक बकिब फलमूल शाक भाषाणे कुटी किबा दान्ते भक्षण करिब वनस्ते ईश्वर मते दासपणे कर्म संपादिब आपणे एमते थाई तपोवने द्रव्य जाचिब जेबे आने केबे नगे निब करे जेबा मिलिब मन घरे तेणे जीवन मात्र पोषी बने साधिब धर्म राशि वेद वचने जे प्रकाशी इष्ट दर्शने पूर्णवासी अनल होत्रे चतुर्मासे मते पूजिब वनवासे ए रूपे तप करी बने मो भाव भजी अवधाने देह अंतरे दिव्य रूपे से बसे ऋषिंक समीपे तप साधने घोर बने बंचिब दुख सुख बने स्वभावे वृद्ध देहे आसी जेबे जन्मिब रोग राशि जोग धारण परिकली निज शरीर अग्नि जाली पंचपराण निज पिंडे होम करिब अग्निकुंडे एमते जोग अवधारी अंते पशिब विष्णुपुरी ଯାହାର ପୂର୍ବ ଭାଗ୍ୟ ଦିଶେ ବୈରାଗ୍ୟ ଉପଜେ ବିଶ୍ୱାସେ ତାହାକୁ ଇହ ପରଲୋକେ ଦିଶଇ ନାନା ଦୁଃଖ ସୁଖେ ତେବେ ସକଳ ତ୍ୟାଗ କରି ସନ୍ନ୍ୟାସ ରୂପେ ଦଣ୍ଡଧାରୀ ଗୁରୁ ବଚନ ଦୃଢ଼େ ଧରି ଆଚାର୍ଯ୍ୟ ଭାବେ ପୂଜା କରି ଦକ୍ଷିଣା କରି ସର୍ବଧନ ତୋଷିବ ଆଚାର୍ଯ୍ୟଙ୍କ ମନ ହୋଇବ ନିରପେକ୍ଷ ମନା ଛାଡ଼ିବ ସଂସାର ବାସନା ବନେ ପଶିବ ତପ ଅର୍ଥେ ଉଦ୍ଧବ ଶୁଣ ଏକ ଚିତେ ତାହାଙ୍କୁ ଦେବ ଗଣେ ଆସି ଅଶେଷ ବିଘ୍ନ ପରକାଶୀ ମୋହିନୀ ବେଶେ ନାରୀ ରୂପେ ମିଳନ୍ତି ତାହାର ସମୀପେ ମାୟାରେ କରି ଅଙ୍ଗ ସଙ୍ଗ ତପ କରନ୍ତି ତାର ଭଙ୍ଗ ଆମ୍ଭର ସଙ୍ଗ ଛାଡ଼ି ଏକେ କିମ୍ପା ଯିବ ବିଷ୍ଣୁ ଲୋକେ ଏତେ ବିଚାରି ଦେବ ଗଣେ ବିଘ୍ନ କରନ୍ତି ଅନୁକ୍ଷଣେ ଯଦି ସନ୍ନ୍ୟାସୀ ତତ୍ତ୍ୱ ଜ୍ଞାନେ ଚିତ୍ତ ନିବେଶୀ ଯୋଗ ଧ୍ୟାନେ ମୋର ଚରଣେ ଦୃଢ଼େ ଧରି ଯୋଗ ସାଧିବ ତପ କରି ଯଦ୍ୟପି ସଂସାର ବ୍ୟବହାର ଲାଜେ ନହିବ ଦିଗମ୍ବର ତେବେ କପିଳ ବସ୍ତ୍ର ଧରେ ତ୍ରିଦଣ୍ଡ କମଣ୍ଡଳୁ କରେ ଦୃଢ଼େ ସନ୍ନ୍ୟାସୀ ରୂପ ବଏ ହେଳେ ସକଳ ପାପ ଦଏ ଦୃଷ୍ଟି ପବିତ୍ର ପାଦନ୍ୟାସ ବସ୍ତ୍ର ପବିତ୍ର ଜଳ ଗ୍ରାସ ବାକ୍ୟ ପବିତ୍ର କହି ସତ୍ୟ ମୌନ ବ୍ରତେ ଥିବ ନିତ୍ୟ ମନ ବଚନ ନିତ୍ୟଚାରେ ଯେ ଧର୍ମ ସନ୍ନ୍ୟାସ ବ୍ୟବହାରେ ଜିଣିବ ବଚନ ପବନ ଯୋଗେ ଅଭ୍ୟାସୀ ଦୃଢ଼ ମନ ପ୍ରାଣ ଧାରଣା ଯୋଗ ବଳେ ବସିବ ଆସନ ନିଶ୍ଚଳେ ମନ ପବନ ଇନ୍ଦ୍ରି ଗଣେ ଯେବେ ସନ୍ନ୍ୟାସୀ ନାହିଁ ଜିଣେ କେବଳ ଦଣ୍ଡ ଧରି କରେ ବ୍ୟର୍ଥ ଭ୍ରମିବ ଏ ସଂସାରେ ବ୍ରାହ୍ମଣ ଆଦି ଚାରି ବର୍ଣ୍ଣେ ଭିକ୍ଷା ମାଗିବ ଅବଦାନେ ବର୍ଣ୍ଣ ନିନ୍ଦିତ ଦୁରାଚାର ବର୍ଜିତ ପାପିଷ୍ଟ ପାମର ଏମତେ ଭିକ୍ଷା ସପ୍ତ ଘରେ ମାଗିବ ସତ୍ୟ ଅନୁସାରେ କର୍ମେ ମିଳିବ ଭିକ୍ଷା ଯେତେ ଆନନ୍ଦେ ଘେନି ଶୁଦ୍ଧ ଚିତେ ନିର୍ଜନେ ନଗରୀର ପ୍ରାନ୍ତେ ଆନନ୍ଦେ ବସିବ ଏକାନ୍ତେ ପିତୃ ଅତିଥି ଦେବଜନେ ଅର୍ପଣ କରି ସାଧୁ ମନେ ଶେଷ ଭୋଜନେ ପ୍ରାଣ ପୋଷି ଏ ରୂପେ ଭ୍ରମିବ ସନ୍ନ୍ୟାସୀ ସଙ୍ଗ ବର୍ଜିତ ସମମତ ନିରତେ ପରହିତେ ରତ आत्मा विषय दृढ़ चित्ते उत्तम उदार चरिते ए विरल कुशल आसने निर्मल अंतर्गत ध्याने अवेद मते नित्य दायी सर्व देखिब विष्णुमयी आत्मार गति बध मुख्य स्वज्ञाने देखिब प्रत्यक्ष मन निवेशी सावधाने बुझिब बध मुख्य ज्ञाने भक्ति भावे षडहरि जिणिब काम आदि करी विषय संग को उपेक्षी होइब पर दुखे दुखी इच्छा करिण ग्राम पुरे भिक्षा मागिब सप्त घरे तीर्थरे स्नान पुण्य देशे गमन करिब विश्वासे सुपुण्य नद नदी तीरे कूप दीर्घिका सरोवरे भ्रमिब करे दंड धरी प्रीति सर्वभूते करी विषय रस भावे नित्य केवे न चितिब चिते हे मायामय त्रिभुवन मने न करी वस्तु ज्ञान चित्तु संशय अभिमान तेजी करिब आत्मा ध्यान ज्ञान भक्ति निष्ठा पर नित्य जे विश्वास मोर सकल भूते अनपेक्ष ज्ञान वैराग्य पणे दक्ष सर्व आश्रम धर्म तेजी मोर चरण दृढ़े बजी पृथ्वी करी पर्यटन छाड़िब आश्रम लक्षण ए नाही तार अवशेष कर्मादि कारण विशेष प्राणी की न करिब हिंसा तेजीब वाद तर्क भाषा नथिब प्रिय पक्षपाते प्राणीर भल मंद जेते
କେବେ ହେଁ ପ୍ରାଣିକ ସଙ୍ଗତେ ସଙ୍ଗତି ନ ଚିନ୍ତିବ ଚିତ୍ତେ ବଞ୍ଚିବ ସର୍ବ ପ୍ରାଣୀ ହିତେ ଉଦ୍ବେଗ ନ କରିବ ଚିତ୍ତେ କନ୍ଦଳେ ପର ଅପମାନେ ବିବାଦ ନ ଚିନ୍ତିବ ମନେ ଜନ୍ତୁକ ତୁଲେ ରିପୁ ଭାବ ହୃଦେ କେବେ ହେଁ ନ କରିବ ଏକ ହି ଆତ୍ମା ସର୍ବଭୂତେ ଚନ୍ଦ୍ର ଯେସନେ ଶୂନ୍ୟ ପଥେ ଅନେକ ଜଳ ଘଟ ମଧ୍ୟ ଯେସନେ ଦେଖି ନାନା ଭେଦେ ଲାଭେ ଅଲାଭେ ସମଭାବ ଦୁଃଖ ରସ ନ କରିବ ଅଦୃଷ୍ଟବଶ ସର୍ବଜନ୍ତୁ ଅଦୃଷ୍ଟ ଦୁଃଖ ସୁଖ ହେତୁ ଉପାୟ ଆହାର କାରଣେ ଚିନ୍ତିବ ଶରୀର ଧାରଣେ ଏ ଦେହ ଥିଲେ ସର୍ବ ପାଇ ଜଳେ ଯେସନେ ଚନ୍ଦ୍ର ଛାଇ ଜ୍ଞାନେ ସକଳ ପାପ ନାଶେ ନିର୍ମଳ ମୁକତି ପ୍ରକାଶେ ଯେ ଅବାର୍ଣ୍ଣ କ୍ଷୁଧା କାଳେ ମିଳିବ ପୂର୍ବ କର୍ମ ଫଳେ ତାହା ସନ୍ତୋଷେ ଭୋଗ କରି କର୍ମ ସାଧିବ ଦେହ ଧରି ସ୍ନାନ ଶୌଚ ଆଚମନ ଯେ ନିଜ ବିଧିର ବିଧାନ ଭାବ ଅଭାବ ଏକ କରି ସାଧିବ ମନ ଦଣ୍ଡ ଧରି ଯେ ନିତ୍ୟ କର୍ମ ଦଣ୍ଡେ ଧରେ ସେ ଭଲ ମନ୍ଦ ନ ବିଚାରେ କର୍ମ କର ଇଚ୍ଛା ମନେ କିଏ ବା ଈଶ୍ୱର ଯେସନେ ଯେ ସ୍ୱର୍ଗବାସ ସୁଖ ଭୋଗ ଅନ୍ତେ ଦୁରିତ ଦୁଃଖ ଯୋଗ ଏହି ବିଚାର ଚିତ୍ତ ସ୍ଥିରେ ବୈରାଗ୍ୟ ଜନ୍ମେ ଯା ଶରୀରେ ଗୁରୁ ଚରଣେ ସେବା କରି ତାଙ୍କ ବଚନ ଶିରେ ଧରି ଗୁରୁଙ୍କୁ ବିଷ୍ଣୁ ପ୍ରାୟ ମଣି ସେବା କରିବ ଦୃଢ଼େ ପୁଣି ଗୁରୁ ବଚନ ଧରି ଚିତ୍ତେ ମୋର ଭକତି ଦୃଢ଼ ମତେ ନିଶ୍ଚଳ ମତେ ଆଶ୍ରୟ କରି ସୁଖେ ସେ ତରେ ଭବାରି ଯେବେ ସନ୍ନ୍ୟାସୀ ଯୋଗ ବଳେ ଷଡ଼ ଐରି ଇନ୍ଦ୍ରି ମେଳେ ସଂସାର ନ ପାରଇ ଜିଣି ଗରୁ ବଚନ ପରିମାଣି ବିଷୟ ନୁହେଁ ବୈରାଗ ପ୍ରଚଣ୍ଡ ଇନ୍ଦ୍ରି ଗଣେ ବେଗ ଅଶାନ୍ତି ଦେହ ବହେ ନିତ୍ୟ ମିଥ୍ୟା ଆରମ୍ଭ ଦଣ୍ଡ ହସ୍ତେ କେବଳ ସନ୍ନ୍ୟାସ ଲକ୍ଷଣ ତାରେ ହସନ୍ତି ଦେବଗଣ ସେ ନୁହେଁ ଭବ ଜଳୁ ପାର ଆତ୍ମନିନ୍ଦିତ ଦୁରାଚାର ଉଭୟ ଲୋକ ତାର ନାଶ ଜନେ କରନ୍ତି ଉପବାସ କେହି ନ କରେ ତାର ରକ୍ଷା ବିନାଶ ହେତୁ ତାର ଦୀକ୍ଷା ଅହିଂସା ସନ୍ନ୍ୟାସ ଲକ୍ଷଣ କୃଷ୍ଣ କହନ୍ତି ପୁଣ ପୁଣ ତିତିକ୍ଷା ସମଦମ ଶାନ୍ତି ବନସ୍ଥ ଜନର ଏ ଗତି ଗୃହସ୍ଥ ସର୍ବଧର୍ମ ରକ୍ଷା ବ୍ରାହ୍ମଣ ସେବା ଗୁରୁ ଦୀକ୍ଷା ତପ ଶୌଚମ ଭଜନ ଏ ଆଦି ପ୍ରଭୁ ବ୍ରହ୍ମଚର୍ଯ୍ୟ ଗୁଣ ପତ୍ନୀ ସଙ୍ଗମ ଋତୁ କାଳେ ଗୃହସ୍ଥ ଧର୍ମ ଏ ଶୟଳେ ଏ ଚାରି ଭାବେ ବର୍ଣ୍ଣ ଗୁଣ କହିଲେ ଆଶ୍ରମ ଲକ୍ଷଣ ଏଣୁ ସୁମନେ ମୋର ପାଦେ ଯେ ନର ଭଜେ ଅପ୍ରମାଦେ ସେ ମୋତେ ଦେଖେ ସର୍ବଭୂତେ ଯେ ରୂପେ ଅଛି ମୁଁ ଜଗତେ ମୋର ଭଜନ ବିନୁ ଆନେ ଯେ ନର କେବେ ନ ଜାଣେ ଦୃଢ଼ ଭକତି ଯୋଗ ବଳେ ପଶଇ ମୋ ଚରଣ ତଳେ ମୁଁ ବ୍ରହ୍ମ ଉତ୍ପତ୍ତି କାରଣ ସଂସାରେ ପ୍ରଳୟ ପାଳନ ସର୍ବଭୂତଙ୍କ ଆତ୍ମା ମୋହି ମୋର ଭଜନେ ତୋତେ ପାଇ ମୋର ଭକତି ବିନୁ ନର ନୁହଁ ଭବ ଜଳୁ ପାର ଉଦ୍ଧବ ପଚାରିଲୁ ଯେତେ ଆଶ୍ରମ ଧର୍ମଶାସ୍ତ୍ର ମତେ ତୁ ଏହା ଦୃଢ଼ ଚିତ୍ତେ ଧର ଅସି କହନ୍ତି ଚକ୍ରଧର ସେ ହରି ଅଭୟ ଚରଣେ ପାମର ଜଗନ୍ନାଥ ବଣେ କେବଳ ଦାସ ଭାବେ ମତି ଚରଣେ ଶରଣ ମୁଁ ନୀତି परम भक्त मुक्ति जेऊ तो बिनु अन्य आश्रय नु इति श्रीमद्भागवते महापुराणे परमहंस्यां सहितां वैयासिक्याम् एकादश स्कन्धे श्रीकृष्ण उद्धाव संवादे नाम ऊनविंशोऽध्यायः बोलानन्दे कवार हरि हरि बोलम्।